ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ଚାରିବଖରା ଘର। ସିଲିଣ୍ଡର ଫାଟି ନିଆଁ ଲାଗି ଜଳିପୋଡ଼ି ପାଉଁଶ। ପରିବାର ଲୋକେ ସର୍ବଶାନ୍ତ। ଖୋଲା ଆକାଶ ତଳେ ବସି ସର୍ବସ୍ୱ ହରାଇ ଘୁମୁରି ଘୁମୁରି କାନ୍ଦୁଛନ୍ତି ପରିବାର ଲୋକେ। ଦେଖୁ ଦେଖୁ ଘରକୁ ଘର ନିଆଁ ଲାଗି ଜଳିଗଲା। 8ଟି ଛେଳି ଜୀବନ୍ତ ଦଗ୍ଧ। ସେହି ଗ୍ରାମର ଦିବାକର ଦାସ ନିଆଁକୁ ଲିଭାଇବା ପାଇଁ ଯାଇ ଆହତ। ଏହିଭଳି ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ସୁନ୍ତି ପଞ୍ଚାୟତର ସୁଗଲ ଗ୍ରାମର କାଳୀପଦ ମଣ୍ଡଳ ଘରେ। ରୋଷେଇ କରୁଥିବା ବେଳେ ଗ୍ୟାସ୍ ଲିକ୍ ଯୋଗୁଁ ସିଲିଣ୍ଡର ଫାଟି ଚାରିପାଖରେ ନିଆଁ ବ୍ୟାପି ଯିବାରୁ ଭୟରେ କେହି ଘର ପାଖକୁ ଯିବାକୁ ଭୟ କରୁଥିବା ବେଳେ ସେହି ଗ୍ରାମର ଦିବାକର ଦାସ ସାହସ ଜୁଟାଇ ନିଆଁକୁ ଲିଭାଇବା ପାଇଁ ଯାଇଥିବା ବେଳେ ଦିବାକର ଆହତ ହୋଇ ବାବର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଏପଟେ ନିଆଁର ପ୍ରଖରରେ ଘର ପାଖକୁ ଲାଗି ଚାଳଛପର ଘର ନିଆଁ ଦେଇ ଅଗ୍ନି ଲାଗିବାରୁ ଗୁହାଳ ଘରେ ମଧ୍ୟ ନିଆଁ ଲାଗିଥିଲା। ଗୁହାଳ ଚାଳଛପର ଘର ହୋଇଥିବାରୁ ସେହି ଘର ଭିତରେ 8 ଗୋଟି ଛେଳି ବନ୍ଧା ହୋଇଥିଲେ। ନିଆଁର ପ୍ରଖର ତା ଉପରେ ପଡ଼ି ଜଳି ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଘର ଭିତରେ ଥିବା ଆସବାବପତ୍ର ସହ ନଗଦ ଟଙ୍କା, ସୁନା ରୂପା, ଧାନ ଚାଉଳ, ମୁଗ, ବିରି, ଅନ୍ୟାନ୍ୟ ଦ୍ରବ୍ୟ ସହ ପୋଡ଼ି ପାଉଁଶ ହୋଇଯାଇଥିବା ଖବର ପାଇ ମହାକାଳପଡ଼ା ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ଚାରିବଖରା ଘର ସହ ଜୀବଜନ୍ତୁ ପୋଡ଼ି ଦଗ୍ଧ ହୋଇଯାଇଥିଲା। ଖବର ପାଇ ଗଗୁଆ ରାଜସ୍ୱ ସର୍କଲ ସରକାରୀ ନିରୀକ୍ଷକ କିଶୋର ମାରାଣ୍ଡି ଓ ତନ୍ତିଆପାଳ ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଦଳାଇ ପହଞ୍ଚି ରନ୍ଧାଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ସହିତ ପାଲ ମଧ୍ୟ ଯୋଗାଇ ଦେଇଛନ୍ତି। କେନ୍ଦ୍ରାପଡ଼ାରୁ ଜୀବନଜ୍ୟୋତି ମଲ୍ଲିକଙ୍କ ରିପୋର୍ଟ, ଚକ୍ରବ୍ୟୁହ ନ୍ୟୁଜ୍।